ଯୁଗାବତାର ଶ୍ରୀ ଅରବିନ୍ଦ। ଶ୍ରୀମଦ୍ ଭଗବତ୍ ଗୀତାର 4th ଅଧ୍ୟାୟ ଜ୍ଞାନ ଯୁଗରେ କୁହାଯାଇଛି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନଂ ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଅର୍ଥାତ୍ ଯେତେବେଳେ ଧର୍ମର ଗ୍ଲାନି ଘଟେ, ଅସତ୍ୟ, ଅନ୍ୟାୟ ଓ ମିଥ୍ୟାଚାରର ପ୍ରଭାବ ବଢ଼ି ଚାଲେ, ସେତେବେଳେ ଧର୍ମ ରକ୍ଷା ବା ଧର୍ମର ସଂସ୍ଥାପନା, ସାଧୁ ସନ୍ଥମାନଙ୍କର ପରିତ୍ରାଣ ଏବଂ ସତ୍ୟ, ନ୍ୟାୟ, ଶାନ୍ତିର ପ୍ରତିଷ୍ଠା ସକାଶେ ସ୍ୱୟଂ ଭଗବାନ ଅବତାର ଗ୍ରହଣ କରନ୍ତି ଏବଂ ମନୁଷ୍ୟ ଶରୀର ଧାରଣ କରି ଏହି ପୃଥିବୀ ପୃଷ୍ଠରେ ଲୀଳା କରନ୍ତି। ଯୁଗ ଯୁଗ ଧରି ଏହା ବ୍ୟବସ୍ଥିତ ହୋଇ ଆସିଛି। ମହାଯୋଗୀ ଶ୍ରୀ ଅରବିନ୍ଦ ହିଁ ଥିଲେ ସେହିପରି ଜଣେ ଅବତାରୀ ପୁରୁଷ, ଯିଏ ସ୍ୱଇଚ୍ଛାରେ ଏହି ମୃତ୍ୟୁପୁରୀକୁ ଅମର ଭୁବନରେ ପରିଣତ କରିବା ନିମିତ୍ତ ମିଥ୍ୟା, ଦୁଃଖ, ବେଦନା ଭରା ଅଦିବ୍ୟ ଜଗତକୁ ସତ୍ୟମୟ କରି ଦିବ୍ୟତାର ରୂପ ଦେବା ସକାଶେ ମାନୁଷୀ ତନୁରେ ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ। ପୃଥିବୀ ପୃଷ୍ଠରେ ଅତିମାନସ ଶକ୍ତିର ଅବତରଣ ଏବଂ ସେହି ଶକ୍ତିର କ୍ରିୟାବଳରେ ପ୍ରକୃତିର ଦିବ୍ୟ ରୂପାନ୍ତର ଘଟାଇ ଦିବ୍ୟ ମାନବ ଓ ଦିବ୍ୟ ସମାଜ ପ୍ରତିଷ୍ଠା କରିବା ଥିଲା ତାଙ୍କର ସଂକଳ୍ପ। ଶ୍ରୀ ଅରବିନ୍ଦଙ୍କର ଆବିର୍ଭାବ ଥିଲା ପରମ ଚେତନା ସଚ୍ଚିଦାନନ୍ଦଙ୍କର ସୁନିର୍ଦ୍ଧାରିତ ପ୍ରତ୍ୟକ୍ଷ କ୍ରିୟାକୁ ବାସ୍ତବ ରୂପ ଦେବା। ଶ୍ରୀମାଙ୍କ ଭାଷାରେ, ଶ୍ରୀ ଅରବିନ୍ଦ is an emanation of the Supreme who came on earth to announce the manifestation of the new race and a new world, the supramental। ଶ୍ରୀ ଅରବିନ୍ଦ ହେଲେ ପରମଙ୍କର ଏକ ପ୍ରମୂର୍ତ୍ତ ରୂପ, ଯିଏକି ଅତିମାନସିକ ଏକ ନୂତନ ଜାତି ଓ ନୂତନ ଜଗତର ଅଭିବ୍ୟକ୍ତି କଥା ଘୋଷଣା କରିବା ସକାଶେ ପୃଥିବୀ ପୃଷ୍ଠରେ ଆବିର୍ଭୂତ ହୋଇଥିଲେ। ଶ୍ରୀ ଅରବିନ୍ଦ ଥିଲେ ସମଗ୍ର ମାନବ ସମାଜ ପାଇଁ ଏକ ଚରମ ବିସ୍ମୟ। ତାଙ୍କର ମହାସାଗରୋପମ ଅସୀମ ଓ ଅଖଣ୍ଡ ବ୍ୟକ୍ତିତ୍ୱକୁ ଭାଷାରେ ବ୍ୟକ୍ତ କରିବା ଧୃଷ୍ଟତା ମାତ୍ର। ଯେତେବେଳେ ମନୁଷ୍ୟ ଭିତରେ ଦିବ୍ୟ ଚେତନାର ବିକାଶରେ ବାଧା ପଡ଼େ, ଶାଶ୍ୱତ ଧର୍ମର କ୍ରମ ବିକାଶର ସ୍ରୋତ ଆଗକୁ ବହମାନ ନ ହୋଇ ମଧ୍ୟପଥରେ ବାଧାପ୍ରାପ୍ତ ହୁଏ, ସେତେବେଳେ ଊର୍ଦ୍ଧ୍ୱସ୍ତରରୁ ଏକ ମହତ୍ତର ଶକ୍ତି, ଚେତନା ଓ ଆଲୋକ ପୃଥିବୀକୁ ଓହ୍ଲାଇ ଆସେ ଏବଂ ଯାହା ଭିତରେ ସେହି ଯୁଗୋଚିତ ନୂତନ ଆଧ୍ୟାତ୍ମିକ ଶକ୍ତି ଓ ଚେତନା ଓହ୍ଲାଇ ଆସେ, ତାଙ୍କୁ ଆମେ ଅବତାର କହୁ। ସେହି ଅବତାର ତାଙ୍କର ଦିବ୍ୟ ଶକ୍ତି, ଚେତନା ଓ ଆଲୋକ ଦ୍ୱାରା କ୍ରମ ବିକାଶର ଅବରୁଦ୍ଧ ସ୍ରୋତର ପ୍ରତିବନ୍ଧକକୁ ଦୂର କରିଦିଅନ୍ତି। ପୁନଶ୍ଚ ସେହି ସ୍ରୋତକୁ ନୂତନ ଆଧ୍ୟାତ୍ମିକ ଶକ୍ତି, ଚେତନା ଓ ଆଲୋକରେ ପରିପୂର୍ଣ୍ଣ କରି ଆଗକୁ ବହମାନ କରି ନିଅନ୍ତି। ତା ଫଳରେ ମାନବ ସମାଜର ଅଗ୍ରଗତି ବଢ଼ି ଚାଲେ। ଶ୍ରୀ ଅରବିନ୍ଦଙ୍କର ବାଲ୍ୟ ଜୀବନ, ଶିକ୍ଷା ଓ ଅଧ୍ୟାପନା। ବିଲାତରେ ଉଚ୍ଚଶିକ୍ଷାପ୍ରାପ୍ତ ବିଶିଷ୍ଟ ଡାକ୍ତର କୃଷ୍ଣଧନ ଘୋଷ ଓ ତଦୀୟ ପତ୍ନୀ ଋଷି ରାଜନାରାୟଣଙ୍କର କନ୍ୟା ସ୍ୱର୍ଣ୍ଣଲତାଙ୍କର ତୃତୀୟ ସନ୍ତାନ ରୂପେ ଶ୍ରୀ ଅରବିନ୍ଦ 1872 ମସିହା ଅଗଷ୍ଟ 15 ତାରିଖ ଜନ୍ମାଷ୍ଟମୀ ତିଥିରେ କଲକତାର କୋନ୍ ନଗରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଉପରେ ମନମୋହନ ଓ ବିଜୟଭୂଷଣ ନାମରେ 2 ଭାଇ, ତଳେ ସରୋଜିନୀ ନାମରେ ଗୋଟିଏ ଭଉଣୀ ଏବଂ ବାରୀନ୍ଦ୍ର ନାମରେ ଭାଇଟିଏ ଥିଲେ। ପିଲାଦିନରୁ ତାଙ୍କର ଅସାଧାରଣ ପ୍ରତିଭାର ପରିଚୟ ମିଳିଥିଲା। 5 ବର୍ଷ ବୟସରେ ଦାର୍ଜିଲିଂର ଲରେଟୋ କନଭେଣ୍ଟ ସ୍କୁଲରେ ତାଙ୍କର ଶିକ୍ଷା ଆରମ୍ଭ ହୋଇଥିଲା। ବିଲାତ ଶିକ୍ଷା ଓ ଭାଷା ପ୍ରତି ପିତାଙ୍କର ଅନୁରକ୍ତି ଯୋଗୁଁ ବାଲ୍ୟକାଳରେ ଶ୍ରୀ ଅରବିନ୍ଦ ଭାରତୀୟ ଭାଷାରେ ଶିକ୍ଷାଲାଭ କରିବା
ସମ୍ଭବପର ହୋଇନଥିଲା। 1879 ମସିହାରେ 7 ବର୍ଷ ବୟସରେ ସେ ନିଜର 2 ବଡ଼ ଭାଇଙ୍କ ସହ ବିଲାତ ଯାଇ ମାଞ୍ଚେଷ୍ଟରରେ ଡ୍ରୁଏଟ୍ ନାମକ ଜନୈକ ପାଦ୍ରୀ ଦମ୍ପତିଙ୍କ ତତ୍ତ୍ୱାବଧାନରେ ରହି ଲାଟିନ୍ ଓ ଇଂରାଜୀ ଭାଷା ଶିକ୍ଷା କଲେ। 5 ବର୍ଷ କାଳ ଡ୍ରୁଏଟ୍ ପରିବାରରେ ରହି ଶିକ୍ଷାଲାଭ କରିବା ପରେ 1884ରେ ଲଣ୍ଡନର ସେଣ୍ଟ ପଲ୍ ସ୍କୁଲରେ ଗ୍ରୀକ୍, ଲାଟିନ୍, ଇଂରାଜୀ, ଫରାସୀ, ଜର୍ମାନୀ, ସ୍ପେନିଶ ଆଦି ବିଭିନ୍ନ ଭାଷା ଶିକ୍ଷାରେ ବ୍ୟୁତ୍ପତ୍ତି ଅର୍ଜନ କରି ବୃତ୍ତି ଲାଭ କରି 1890 ମସିହାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର କିଙ୍ଗସ୍ କଲେଜରେ ଶିକ୍ଷା ଲାଭ କରିବା ପାଇଁ ଯୋଗ ଦେଲେ। ସେଠାରେ କ୍ଲାସିକାଲ ଟ୍ରାଇବ୍ସ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଶିକ୍ଷକ ସମାଜରେ ବିସ୍ମୟ ସୃଷ୍ଟି କରିପାରିଥିଲେ। ICS ପରୀକ୍ଷାରେ ସଫଳତା ଲାଭ କରି ଦେଶକୁ ଫେରି ମାଜିଷ୍ଟ୍ରେଟ୍ ହେବା ଥିଲା ତାଙ୍କ ପିତାଙ୍କର ଇଚ୍ଛା। ICS ପରୀକ୍ଷା ଦେଇ ତହିଁରେ ଉଚ୍ଚ ମାନ ରଖି ଉତ୍ତୀର୍ଣ୍ଣ ହେଲେ ମଧ୍ୟ ବିଶେଷତଃ ଭାରତରେ ଶାସନ କରୁଥିବା ବ୍ରିଟିଶ ସରକାରଙ୍କର ଅଧୀନରେ ଚାକିରି କରି କ୍ରୀତଦାସ ରୂପେ ଜୀବନ କଟାଇବାକୁ ତାଙ୍କର ଅନ୍ତରାତ୍ମା ଚାହୁଁନଥିଲା, ଯାହାଫଳରେ ସେ ଜାଣିଶୁଣି ଘୋଡ଼ାଚଢ଼ା ପରୀକ୍ଷାରେ ଭାଗ ନ ନେଇ ଆକର୍ଷଣୀୟ ଉଚ୍ଚ କ୍ଷମତା ଓ ସମ୍ମାନ ତଥା ICS ଭଳି ଇନ୍ଦ୍ରପଦକୁ ପଦାଘାତ କରି ଏହି ପରୀକ୍ଷାରେ ନିଜକୁ ଅକୃତକାର୍ଯ୍ୟ କରାଇ ନେଲେ। ବିଲାତରେ ତାଙ୍କର 14 ବର୍ଷ ରହଣି ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା। ବ୍ରିଟିଶ ସରକାରଙ୍କର ଭାରତର ଜନତା ପ୍ରତି ଅକଥନୀୟ ଅତ୍ୟାଚାର ଖବର ତାଙ୍କର ହୃଦୟରେ ବିରାଟ ଆଘାତ ଦେଇଥିଲା, ଯାହା ତାଙ୍କ ମନରେ ଦେଶପ୍ରେମର ବୀଜ ବପନ କରିଥିଲା। ସେ ଭାରତୀୟ ମଜଲିସ୍ ନାମକ ଏକ ଯୁବକ ସଂଘ ତଥା ଲୋଟସ୍ ଏଣ୍ଡ ଡ୍ୟାଗର, କମଳ ଓ କୃପାଣ ନାମକ ଏକ ଗୁପ୍ତ ସମିତି ଯୋଗ ଦେଇ ବିପ୍ଳବାତ୍ମକ ଜ୍ୱାଳାମୟୀ ବକ୍ତୃତା ପ୍ରଦାନ କଲେ ଏବଂ ଶେଷରେ ପିତାଙ୍କର ନିର୍ଦ୍ଦେଶରେ ସେ ବିଲାତରୁ ପ୍ରତ୍ୟାବର୍ତ୍ତନ କରି 1893 ମସିହା ଫେବୃଆରୀ 6 ତାରିଖରେ ଭାରତ ମାଟିରେ ପାଦ ରଖିଲେ, ଯାହା ଥିଲା ତାଙ୍କ ସାଧନାର ଭୂମି ବା ଲୀଳାପୀଠ। ବରୋଦାର ରାଜା ସୟାଜୀ ଗାଏକ୍ୱାଡ଼ ତାଙ୍କର ବିଲାତ ରହଣି କାଳରେ ଶ୍ରୀ ଅରବିନ୍ଦଙ୍କର ଅପୂର୍ବ ପ୍ରତିଭାର ପରିଚୟ ପାଇ ନିଜ ଷ୍ଟେଟ୍ କାର୍ଯ୍ୟରେ ସହାୟତା କରିବା ସକାଶେ ତାଙ୍କୁ ନିଯୁକ୍ତିପତ୍ର ଦେଇଥିବାରୁ ଶ୍ରୀ ଅରବିନ୍ଦ ମହାରାଜାଙ୍କର ଅନୁରୋଧ ରକ୍ଷା କରି ବରୋଦା ରାଜ୍ୟର ସର୍ଭେ ସେଟଲମେଣ୍ଟ ବିଭାଗରେ ଶିକ୍ଷାନବିଶ ଭାବେ କାର୍ଯ୍ୟଭାର ଗ୍ରହଣ କଲେ। କାବ୍ୟ, କବିତା, ସାହିତ୍ୟ ପଠନ ଓ ରଚନା, ବିଭିନ୍ନ ଭାଷା ଅଧ୍ୟୟନରେ ତାଙ୍କର ରୁଚି ରହିଥିଲା ଏବଂ ନିଃସ୍ୱାର୍ଥପରତା, ତ୍ୟାଗ, କଷ୍ଟ ସହିଷ୍ଣୁତା ଥିଲା ତାଙ୍କର ବ୍ରତ। ତାଙ୍କର ବିଚକ୍ଷଣ ବୁଦ୍ଧିମତା, ଅମ୍ଳାନ ପ୍ରତିଭା ତଥା ଚରିତ୍ରବତାର ପ୍ରଭାବରେ ସ୍ୱୟଂ ମହାରାଜ ତାଙ୍କ ପ୍ରତି ବହୁମାତ୍ରାରେ ଆକର୍ଷିତ ହୋଇଥିଲେ। 1893ରୁ 1907 ମସିହା ପର୍ଯ୍ୟନ୍ତ ଦୀର୍ଘ 13 ବର୍ଷ କାଳ ସେ ବରୋଦା ଷ୍ଟେଟ୍ର ବିଭିନ୍ନ ବିଭାଗର କାର୍ଯ୍ୟ କରି ନିଜର କାର୍ଯ୍ୟଦକ୍ଷତା ତଥା ଚରିତ୍ରବତା ଯୋଗୁଁ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। 1898 ମସିହାରେ ସେ ବରୋଦା କଲେଜର ଇଂରାଜୀ ଅଧ୍ୟାପକ, ପରେ ଉପାଧ୍ୟକ୍ଷ ଏବଂ ଶେଷରେ 1905ରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ସମୟରେ ସେ ବଙ୍ଗଳା ସହ କେତେକ ଭାରତୀୟ ଭାଷା ଶିକ୍ଷା କଲେ ଏବଂ ଭାରତୀୟ ଦର୍ଶନ ସଂସ୍କୃତି ଉପରେ ନାନା ଶାସ୍ତ୍ର ଅଧ୍ୟୟନ କରି ପାଣ୍ଡିତ୍ୟ ଲାଭ କରିବା ସହ ଭାରତ ଆତ୍ମା ଏବଂ ଆଧ୍ୟାତ୍ମିକତା ପ୍ରତି ପରିଚିତ ହୋଇଥିଲେ। ସେ ପ୍ରକୃତରେ ଥିଲେ ଅସାଧାରଣ, ଗୀତା ବର୍ଣ୍ଣିତ ସଚ୍ଚା ନିଷ୍କାମ କର୍ମୀ ଓ ସ୍ଥିତପ୍ରଜ୍ଞ। 1901 ମସିହାରେ ପୁଣି ଗ୍ରାହ୍ୟସ୍ଥ ଧର୍ମକୁ ଆଦରି ନେଇ ମୃଣାଳିନୀ ଦେବୀଙ୍କୁ ବିବାହ କରିଥିଲେ। ସଂସାର ପ୍ରତି ତାଙ୍କର ମୋହ ନଥିଲା, ବରଂ ଦେଶ ମାତାର ସେବା ପାଇଁ ସେ ଏକ ବ୍ରତଧାରୀ ବ୍ରହ୍ମଚାରୀ ରୂପେ ଜୀବନ କଟାଇଥିଲେ। ଶ୍ରୀ ଅରବିନ୍ଦଙ୍କ ରାଜନୈତିକ ଜୀବନ।
ଶ୍ରୀ ଅରବିନ୍ଦ ଥିଲେ ମହାନ ଦେଶପ୍ରେମୀ, ମାନବବାଦୀ ଓ ଭାରତୀୟ ସଂସ୍କୃତି ଓ ଦର୍ଶନର ପ୍ରବକ୍ତା। ଭାରତକୁ ସେ ମାଟି, ଗୋଡ଼ି, ପାଣି, ପଥରର ଏକ ଭୂଖଣ୍ଡ ବୋଲି ନ ଦେଖି ଭାରତ ମାତା ରୂପେ ଦର୍ଶନ କରୁଥିଲେ ଏବଂ ମାଆର ଅନ୍ତର୍ଗାଥାକୁ ଅନୁଭବ କରିପାରୁଥିଲେ। 1882 ମସିହାରେ ମାତ୍ର 10 ବର୍ଷ ବୟସରେ ସେ ବାରମ୍ବାର ଏକ ଅନ୍ତର୍ନିର୍ଦ୍ଦେଶ ପାଉଥିଲେ। ବିଶ୍ୱର ଏକ ମହାନ ବିପ୍ଳବରେ ଅଂଶଗ୍ରହଣ କରି ମାନବ ଜାତିକୁ ଉଦ୍ଧାର କରିବାକୁ ପଡ଼ିବ, ଏହା ଥିଲା ଅନ୍ତର୍ନିର୍ଦ୍ଦେଶ। ଭାରତକୁ ଫେରିଆସି ଦେଖିଲେ ବ୍ରିଟିଶ ଶାସନର ଏକଛତ୍ରବାଦ ନରରାକ୍ଷସର ତାଣ୍ଡବ ଲୀଳା। ଭାରତ ମାତାର ବକ୍ଷ ଦେଶରେ ବସି ରକ୍ତମୁଖା ପିଶାଚର ରକ୍ତ ଶୋଷଣ କାର୍ଯ୍ୟକୁ ଦେଖି ତାଙ୍କର ହୃଦୟରେ ବିଦ୍ରୋହ ଅଗ୍ନି ସୃଷ୍ଟି ହେଲା। ବ୍ରିଟିଶ ସରକାରର ଅମାନୁଷିକ ଅତ୍ୟାଚାର ତଥା ଭାରତର ଆତ୍ମା ପ୍ରତି କୁଠାରଘାତକୁ ସେ ହଜମ କରିପାରିନଥିଲେ। ସେ ସ୍ୱଚକ୍ଷୁରେ ଦେଖିପାରିଲେ ତାଙ୍କର ଭବିଷ୍ୟତ ପନ୍ଥା, ସମଗ୍ର ମାନବ ସମାଜର ଭବିଷ୍ୟତ, ଭାରତର ସ୍ୱାଧୀନତା, ଭାରତ ଆତ୍ମାର ଅଭ୍ୟୁତ୍ଥାନ ତଥା ଆଧ୍ୟାତ୍ମିକ ଜାଗରଣ ସକାଶେ ମହାନ ବିପ୍ଳବ ଯେ ଆବଶ୍ୟକ, ତାହା ସେ ଅନୁଭବ କରିପାରିଲେ। ତାଙ୍କର ପ୍ରକାଶିତ ଇନ୍ଦୁ ପ୍ରକାଶ ଏବଂ ନ୍ୟୁ ଲ୍ୟାମ୍ପ୍ସ ଫର୍ ଓଲ୍ଡ, ପୁରୁଣା ପରିବର୍ତ୍ତେ ନୂତନ ପ୍ରଦୀପ, ଏହି ଶିରୋନାମାରେ ଅନେକ ବିପ୍ଳବାତ୍ମକ ପ୍ରବନ୍ଧ ଲେଖି ଭାରତୀୟ ନେତା ଓ ଜନତାଙ୍କ ହୃଦୟରେ ନୂତନ ଜାଗରଣ ସୃଷ୍ଟି କଲେ। ସେ ଥିଲେ ଚରମପନ୍ଥୀ। ତାଙ୍କ ବିପ୍ଳବର ଥିଲା 3ଟି ଧାରା। ପ୍ରଥମ କଥା ଯେ କ୍ଷୁଦ୍ର କ୍ଷୁଦ୍ର ଗୁପ୍ତ ବିପ୍ଳବୀ ଦଳ ସାରା ଦେଶରେ ଗଠନ କରି ବିପ୍ଳବର ବାର୍ତ୍ତା ପ୍ରଚାର ସହ ଯୁବକମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରିବା। ଦ୍ୱିତୀୟ କାର୍ଯ୍ୟ ଥିଲା ସ୍ୱାଧୀନତାର ଦାବିକୁ ଯେଉଁ ସାଧାରଣ ଜନତା ପାଗଳର କାର୍ଯ୍ୟ ବୋଲି ଭାବୁଛନ୍ତି, ସେମାନେ ଯେପରି ମୁକ୍ତ କଣ୍ଠରେ ନିର୍ଭୀକ ଭାବେ ସ୍ୱାଧୀନତା ତଥା ସ୍ୱରାଜ ଦାବି କରିପାରିବେ, ଏହି ଶିକ୍ଷା ଦେବା। ତୃତୀୟ କାର୍ଯ୍ୟ ଥିଲା ବ୍ରିଟିଶ ପ୍ରଶାସନ ପ୍ରତି ଅସହଯୋଗ କରି ବିରୋଧାତ୍ମକ ପନ୍ଥା ଅବଲମ୍ବନ କରିବା ସକାଶେ ଜନସାଧାରଣଙ୍କୁ ପ୍ରସ୍ତୁତ କରିବା। ତେବେ ତାଙ୍କର ଲେଖା ଓ କଥା ଜାତୀୟ ଚେତନାକୁ ଉଦ୍ବୁଦ୍ଧ କରିବା ସହ ଅନେକ ଯୁବ ବିପ୍ଳବୀମାନଙ୍କୁ ସୃଷ୍ଟି କରିଥିଲା। 1905 ମସିହାରେ ବଙ୍ଗଭଙ୍ଗ ହିଁ ଜାତୀୟ ଇତିହାସରେ ଏକ ଅବିସ୍ମରଣୀୟ ଘଟଣା, ଯାହା କେବଳ ବଙ୍ଗବାସୀ ନୁହେଁ, ସମଗ୍ର ଭାରତବାସୀଙ୍କର ବହୁ ଶତାବ୍ଦୀର ମୋହନିଦ୍ରାକୁ ଭାଙ୍ଗି ଚୁରମାର କରିଥିଲା। ଏହା ଥିଲା ଶ୍ରୀ ଅରବିନ୍ଦଙ୍କ ପାଇଁ ଏକ ମହାନ ସୁଯୋଗ। ସେହି ସମୟରେ ବଙ୍କିମଚନ୍ଦ୍ରଙ୍କର ବନ୍ଦେ ମାତରମ୍ ମନ୍ତ୍ର ହିଁ ସ୍ୱାଧୀନତାର ମନ୍ତ୍ର ରୂପେ ପରିଗଣିତ ହେଲା ଏବଂ ସ୍ୱଦେଶୀ ଆନ୍ଦୋଳନର ସୂତ୍ରପାତ ଘଟିଲା। ଶ୍ରୀ ଅରବିନ୍ଦଙ୍କ ଆଲିପୁର ଜେଲ୍ ଜୀବନ। ଶ୍ରୀ ଅରବିନ୍ଦଙ୍କୁ ମିଥ୍ୟା ମକଦ୍ଦମାରେ ଜଡ଼ିତ କରି 1908 ମସିହା ମେ ମାସ 2 ତାରିଖରେ ନବଶକ୍ତି ଅଫିସର ଉପର ତାଲାରୁ ତାଙ୍କୁ ଗିରଫ କରାଗଲା। 1908 ମସିହା ମେ ମାସ 5 ତାରିଖରୁ ଦୀର୍ଘ 1 ବର୍ଷ କାଳ ସେ ଆଲିପୁର ଜେଲରେ କାରାଜୀବନ କଟାଇଲେ। ଏହି କାରାଜୀବନ ଶ୍ରୀ ଅରବିନ୍ଦଙ୍କ ପାଇଁ ହେଲା ଆଶ୍ରମ ଜୀବନ। ତାଙ୍କ ପାଇଁ ଏହି ସମୟ ଥିଲା ପରମ ପ୍ରଭୁଙ୍କର ଆଶୀର୍ବାଦ। ସେଠି ସେ ସମସ୍ତଙ୍କ ମଧ୍ୟରେ ବାସୁଦେବ ଦର୍ଶନ କରିବାକୁ ଆରମ୍ଭ କଲେ। 1909 ମସିହା ମେ ମାସ 9 ତାରିଖରେ କାରାମୁକ୍ତ ହେବା ପରେ ସମଗ୍ର ଭାରତବର୍ଷରେ ଆନନ୍ଦ ଖେଳିଗଲା ଏବଂ ବିପ୍ଳବୀ ତଥା ନେତାମାନେ ଶତଗୁଣରେ ଉତ୍ସାହିତ ହୋଇ ପୂର୍ଣ୍ଣ ସ୍ୱରାଜ ହାସଲ କରିବା ପାଇଁ ପ୍ରସ୍ତୁତ ହେବାକୁ ଲାଗିଲେ। ଶ୍ରୀ ଅରବିନ୍ଦଙ୍କର ସବୁ ସ୍ଥାନରେ ପାଇଲେ ଭବ୍ୟ ସମ୍ବର୍ଦ୍ଧନା। ଆଲିପୁର ବୋମା ବିସ୍ଫୋରଣ ଘଟଣାରେ ଶ୍ରୀ ଅରବିନ୍ଦଙ୍କୁ ଦାୟୀ କରାଯାଇ କେସ୍ର ବିଚାର ଚାଲିଥିଲା ବେଳେ କାଠଗଡ଼ାରେ ସ୍ଥିର, ଅବିଚଳିତ ଓ ପ୍ରଶାନ୍ତ ଭାବରେ ଠିଆ ହୋଇଥିବା ଶ୍ରୀ ଅରବିନ୍ଦଙ୍କୁ ଦେଖି ତାଙ୍କ ପାଇଁ କେସ୍ ଲଢ଼ୁଥିବା ବିଶିଷ୍ଟ ଆଇନଜୀବୀ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଯେଉଁ ଭବିଷ୍ୟତବାଣୀ କରିଥିଲେ, ତାହା ଆଜି ସତ୍ୟ ହୋଇଛି। ଶ୍ରୀ ଅରବିନ୍ଦ ଯୋଗେଶ୍ୱର, ମହାକବି, ଋଷି ଓ ଯୁଗ ଅବତାର ରୂପେ ଆଜି ସମଗ୍ର ପୃଥିବୀରେ ଶ୍ରଦ୍ଧା ଓ ସମ୍ମାନ ଲାଭ କରିଛନ୍ତି।
ମଣିଷକୁ ଦେବକୋଟିକୁ ଉନ୍ନୀତ କରିବା ଓ ପୃଥିବୀ ପୃଷ୍ଠରେ ହିଁ ସ୍ୱର୍ଗରାଜ୍ୟ ପ୍ରତିଷ୍ଠା କରିପାରିବାର ମାର୍ଗ ସେ ପ୍ରଦର୍ଶନ କରିଛନ୍ତି। ଚନ୍ଦନନଗରରେ 2 ମାସ ରହିବା ପରେ ଶ୍ରୀ ଅରବିନ୍ଦ ଏକ ସ୍ୱର ଶୁଣିଲେ, ପଣ୍ଡିଚେରୀ ଯାଅ। କିଛି ଦିନ ପରେ ସେ ଗୋପନୀୟ ଭାବରେ ଡ୍ୟୁପ୍ଲେରେ ଚାଲିଗଲେ। ବ୍ରିଟିଶ ପୋଲିସକୁ ହତବୁଦ୍ଧି କରିଦେଇ ଏବଂ ସବୁଦିନ ପାଇଁ ଉତ୍ତର ଭାରତ ତ୍ୟାଗ କଲେ। ସେ କେବଳ ଭଗବାନଙ୍କ ଦ୍ୱାରା ପରିଚାଳିତ ହେବାର ନିୟମକୁ ଗ୍ରହଣ କରିନେଲେ। ତାଙ୍କ ଜୀବନର ଶେଷ 40 ବର୍ଷ ଶ୍ରୀମାଙ୍କ ସହିତ ଏକ ବ୍ୟକ୍ତିଗତ ଉପଲବ୍ଧିକୁ ପାର୍ଥିବ ରୂପରେ ପରିଣତ କରିବା ଥିଲା ତାହା ପ୍ରସ୍ତୁତି। ସେ ଚାହୁଁଥିଲେ ଅତିମାନସକୁ ଗୋଟିଏ ନୂତନ ବିଜ୍ଞାନ ରୂପେ ଓହ୍ଲାଇ ଆଣିବାକୁ। ବର୍ତ୍ତମାନ ମନ ଯେପରି ମାନବିକତା ଚେତନାର ଗୋଟିଏ ଚିରସ୍ଥାୟୀ ସ୍ତର ହୋଇଯାଇଛି, ସେହିପରି ଏକ ନୂତନ ଜାତି ସୃଷ୍ଟି କରିବାକୁ ଚାହୁଁଥିଲେ, ଯେଉଁଥିରେ ଅତିମାନସ ଚେତନା ଚିରସ୍ଥାୟୀ ସ୍ତର ହୋଇ ରହିବ। ଅବଶ୍ୟ ତାଙ୍କର ଏ ଉଦ୍ଦେଶ୍ୟକୁ ଭୁଲ ବୁଝିବା ଉଚିତ ନୁହେଁ। ଭବିଷ୍ୟତର ମାନବ ପାଇଁ କିଛି ନୂତନ ଓ କିଛି ପୁରାତନ ଧର୍ମ ପ୍ରଚାର କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା। ରୁଦ୍ଧ ହୋଇଥିବା ଗୋଟିଏ ପଥ ଉନ୍ମୋଚିତ ହେବାର ଅଛି, ଗୋଟାଏ ଧର୍ମ ପ୍ରତିଷ୍ଠା ନୁହେଁ। ଏହା ହିଁ ଥିଲା ତାଙ୍କର ଧାରଣା। ସେହି ପଥକୁ ଉନ୍ମୁକ୍ତ କରିବାକୁ ବୈଦିକ ଋଷିମାନେ ଅକ୍ଷମ ହୋଇଥିଲେ। ସେମାନେ ସମସ୍ତଙ୍କ ନିମିତ୍ତ ସେହି ମହାନ ପଥଟିକୁ ଉନ୍ମୁକ୍ତ କରିପାରିନଥିଲେ ଏବଂ ତାଙ୍କର ନିଜର ବ୍ୟକ୍ତିଗତ ଉପଲବ୍ଧିଟିକୁ ଚିରସ୍ଥାୟୀ ଓ ସାମୂହିକ କରିପାରିନଥିଲେ। ଅବଶ୍ୟ ତା'ର କିଛି କାରଣ ରହିଥିବ, ତେବେ ସେହି କାରଣ ଏବେ ମଧ୍ୟ ରହିଛି କି ନାହିଁ ତାହା ଜାଣିବାକୁ ବାକି ଅଛି। ପୃଥିବୀର ଯନ୍ତ୍ରଣା ହେଉଛି ତା'ର କାରାରୁଦ୍ଧ ଆନନ୍ଦର ପ୍ରାୟଶ୍ଚିତ। କାରଣ ଆନନ୍ଦ ପାଇଁ ହିଁ ପୃଥିବୀ ନିର୍ମିତ, ନିରାନନ୍ଦ ପାଇଁ ନୁହେଁ। ଏହା ହିଁ ରହସ୍ୟ। ଏହା ହୃଦୟ ମଧ୍ୟରେ ବିଦ୍ୟମାନ। ପର୍ବତ ତଳେ ମହୁର କୂଅ, ଅସୀମଙ୍କର ସେ ସୁସୁଲଭ ହସ, ତାହା ହିଁ ଆମେ। ଆମର ଉଜ୍ଜ୍ୱଳ ଭବିଷ୍ୟତ ଆମର ଅତୀତକୁ ପଛକୁ ଠେଲି ଦିଏ। ତେବେ ବିବର୍ତ୍ତନର ଶେଷ ହୋଇନାହିଁ। ଏହା ଗୋଟିଏ ଉଦ୍ଭଟ ଚକ୍ରାକାର ଦୋଳି ନୁହେଁ, ପତନ ନୁହେଁ, ଅହମିକାର ମେଳା ନୁହେଁ। ଏହା ଚେତନା ଓ ଆନନ୍ଦର ଏକ ଦୁଃସାହସିକ ଅଭିଯାତ୍ରା। ହଁ, ଏହା ଥିଲା ଶ୍ରୀ ଅରବିନ୍ଦଙ୍କର ଚେତନା ଓ ଆନନ୍ଦର ଏକ ଦୁଃସାହସିକ ଅଭିଯାତ୍ରା। ତାହା ହିଁ ତାଙ୍କ ଯୁଗର, ତାଙ୍କ ଦର୍ଶନର ସ୍ୱତନ୍ତ୍ରତା। ଶ୍ରୀ ଅରବିନ୍ଦଙ୍କ ସ୍ୱଇଚ୍ଛାରେ ଶରୀର ତ୍ୟାଗ। 1950 ମସିହା ଡିସେମ୍ବର 5 ତାରିଖ ରାତ୍ର 1:26 ଶ୍ରୀ ଅରବିନ୍ଦ ନିଜକୁ ଅନ୍ତରାଳକୁ ନେଇ ନିଜ ଇଚ୍ଛାରେ ପାର୍ଥିବ ଶରୀର ପରିତ୍ୟାଗ କଲେ। ତାଙ୍କ ମଧ୍ୟରେ ବିଜ୍ଞାନ ଘନ ଚେତନା ଅତିମାନସ ଶକ୍ତି ଅବତରଣ କରିଥିଲା। ଅତିମାନସର ସ୍ୱର୍ଣ୍ଣାଭ ଆଲୋକରେ ତାଙ୍କର ଶରୀର ପୂର୍ଣ୍ଣ ଭାବେ ସତେଜ ଥିଲା ଓ ସେଥିରୁ ଜ୍ୟୋତି ନିର୍ଗତ ହେଉଥିଲା। ଶ୍ରୀ ଅରବିନ୍ଦଙ୍କ ଶରୀର ଅତିମାନସ ଆଲୋକରେ ଆଲୋକିତ ହୋଇ 90 ଘଣ୍ଟା ପର୍ଯ୍ୟନ୍ତ ସତେଜ ଥିଲା। ଡିସେମ୍ବର 9 ତାରିଖରେ ସେହି ସ୍ୱର୍ଣ୍ଣାଭ ଜ୍ୟୋତି ଧୀରେ ଧୀରେ ଅପସାରିତ ହେବାର ଜଣାଗଲା ଏବଂ ସେହିଦିନ ସନ୍ଧ୍ୟା 5 ଘଣ୍ଟାରେ ମାଙ୍କର ନିର୍ଦ୍ଦେଶରେ ଆଶ୍ରମ ପରିସରରେ ଥିବା ସେବା ବୃକ୍ଷ ମୂଳେ ତାଙ୍କ ଶରୀରକୁ ସମାଧିସ୍ଥ କରାଗଲା। ଏହି ସ୍ଥାନଟି ଏବେ ସମଗ୍ର ଜଗତ ପାଇଁ ଏକ ମହାତୀର୍ଥ। ତେବେ ଡିସେମ୍ବର 8 ତାରିଖରେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କୁ ନିଜ ଶରୀରକୁ ଫେରି ଆସିବା ପାଇଁ କହିଥିଲେ। ସେତେବେଳେ ଶ୍ରୀ ଅରବିନ୍ଦ କହିଥିଲେ, ସେ ଇଚ୍ଛା କରି ଏ ଶରୀର ତ୍ୟାଗ କରିଛନ୍ତି, ତେଣୁ ଆଉ ଏ ଶରୀରକୁ ଫେରିବେ ନାହିଁ। ପୁଣି କହିଲେ, ମୁଁ ପ୍ରଥମ ଅତିମାନସ ଶରୀର ଅତିମାନସ ରୀତିରେ ଗଠନ କରି ପୁନରାୟ ପ୍ରକାଶିତ ହେବି। ଶ୍ରୀ ଅରବିନ୍ଦଙ୍କ ମାନବ ସମାଜ ପ୍ରତି କିଛି ବାର୍ତ୍ତା। ବିଶ୍ୱ ଇତିହାସରେ ଶ୍ରୀ ଅରବିନ୍ଦ ଯାହା ଉପସ୍ଥାପିତ କରିଛନ୍ତି ତାହା ଏକ ଶିକ୍ଷାଦାନ ନୁହେଁ, ଏପରିକି ଏକ ଶ୍ରୁତବାଣୀ ବି ନୁହେଁ।
ତାହା ସର୍ବୋତ୍ତମଙ୍କ ଠାରୁ ପ୍ରତ୍ୟକ୍ଷ ରୂପେ ଏକ ଚୂଡ଼ାନ୍ତ କ୍ରିୟା। ଶ୍ରୀ ଅରବିନ୍ଦ ପୃଥିବୀ ପୃଷ୍ଠରେ ଆବିର୍ଭୂତ ହୋଇଥିଲେ ଅତୀତର କୌଣସି ଧାର୍ମିକ ଶିକ୍ଷା ବା ମତ ସହ ପ୍ରତିଯୋଗିତା କରି ଅନ୍ୟ ଏକ ଧର୍ମଶିକ୍ଷା ବା ସାମ୍ପ୍ରଦାୟିକ ମତ ପ୍ରତିଷ୍ଠା କରିବେ, ଏପରି ନୁହେଁ। ବରଂ ସେ ଆସିଥିଲେ ବାସ୍ତବ ରୂପେ ଦେଖାଇ ଦେବା ପାଇଁ ଯେ ଅତୀତକୁ କିପରି ପୂର୍ଣ୍ଣ ରୂପେ ଅତିକ୍ରମ କରି ଏକ ଅନିର୍ବାଚ୍ୟ ଓ ଆସନ୍ନ ଭବିଷ୍ୟତର ଦ୍ୱାର ଉଦ୍ଘାଟନ କରିବାକୁ ହେବ। ଶ୍ରୀ ଅରବିନ୍ଦ ଆମ୍ଭମାନଙ୍କୁ କହିବାକୁ ଆସିଥିଲେ ସତ୍ୟ ଲାଭ କରିବା ସକାଶେ ପୃଥିବୀକୁ ପରିତ୍ୟାଗ କରିବାର କୌଣସି ଆବଶ୍ୟକତା ନାହିଁ। ଆତ୍ମାର ଆବିଷ୍କାର ନିମିତ୍ତ ଜୀବନକୁ ତ୍ୟାଗ କରିବାର କୌଣସି ପ୍ରୟୋଜନ ନାହିଁ। ଭଗବାନଙ୍କ ସହ ମିଳିତ ହେବା ସକାଶେ ଜଗତକୁ ବର୍ଜନ କରିବା ବା କୌଣସି ସୀମିତ ବିଶ୍ୱାସର ବଶବର୍ତ୍ତୀ ହେବା ଅନାବଶ୍ୟକ। ଭଗବାନ ସର୍ବତ୍ର ସର୍ବଭୂତରେ ବିଦ୍ୟମାନ ଏବଂ ସେ ଲୋକାୟତ। ତା'ର କାରଣ ଏହି ଯେ ତାଙ୍କୁ ଆବିଷ୍କାର କରିବା ନିମିତ୍ତ ଆମ୍ଭେମାନେ କଷ୍ଟ ସ୍ୱୀକାର କରିବାକୁ ପ୍ରସ୍ତୁତ ନୋହୁଁ। ଶ୍ରୀ ଅରବିନ୍ଦ କୌଣସି ଧର୍ମ ପ୍ରଚାର କରିନାହାନ୍ତି। ତାଙ୍କର ଦର୍ଶନ ବର୍ତ୍ତମାନର ଓ ଭବିଷ୍ୟତର ମାନବ ସମାଜ ଲାଗି ଏକ ବିଶେଷ ଜୀବନଚର୍ଯ୍ୟାକୁ ହିଁ ନିର୍ଦ୍ଦେଶ କରୁଛି। ଭାବି କାଳର ସୃଷ୍ଟି ଅତିମାନବର ଆଗମନୀ ସମ୍ବନ୍ଧରେ ଘୋଷଣା କରିବା ପାଇଁ ମୁଖ୍ୟତଃ ଶ୍ରୀ ଅରବିନ୍ଦଙ୍କର ଏହି ପୃଥିବୀକୁ ଆଗମନ ହୋଇଥିଲା।